ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର ସହିତ ଗ୍ୟାସ୍ ଚୁଲା ଚୋରି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ଦୁର୍ବୃତ୍ତମାନେ କଳାକନା ବୁଲାଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିଥିବା ନେଇ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଉକ୍ତ ଥାନା ଅଧୀନ ମୋରଡ଼ା ଗ୍ରାମର ଉଡ଼ାପଡ଼ିଆ ଛକ ନିକଟରେ ବସବାସ କରୁଥିଲା ସହସ୍ରଲୋଚନ ଦାସ ଗତକାଲି ରବିବାର ଅପରାହ୍ନରେ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ବନ୍ଧୁ ଘରକୁ ଯାଇଥିଲେ। ତେବେ ଆଜି ସକାଳେ ସହସ୍ର ଘରକ ତାଲା ଭାଙ୍ଗି ଚୋରି ହୋଇଥିବାର ଖବର ପାଇ ଭାଇ ଦେବାରୁ ସହସ୍ର ଘରେ ପହଞ୍ଚିଥିଲେ ଏବଂ ତାଙ୍କ ଘରୁ LCD TV, ଗ୍ୟାସ୍ ଚୁଲା, 30 କେଜି ମିକ୍ସଚର, କପଡ଼ା ସିଲେଇ ମେସିନ୍, ଗୋଟିଏ ସୁନାହାର, ସୁନା କାନଫୁଲ, ସୁନା ମୁଦି, ସୁନା ପଦୁକ, ରୂପାହାର, ରୂପା ପାଉଁଜି ଏବଂ ସ୍ମାର୍ଟ ୱାଚ୍ ଯାହାର ମୂଲ୍ୟ ଆନୁମାନିକ 1,71,700 ଟଙ୍କା ଏବଂ ନଗଦ 1,33,000 ଟଙ୍କା ମିଶାଇ ମୋଟ 3,04,700 ଟଙ୍କା ଚୋରି ହୋଇଛି ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ସହସ୍ରଲୋଚନ। ପରେ ସାଇଣ୍ଟିଫିକ୍ ଟିମ୍ ସହିତ ସନ୍ଧାନୀ କୁକୁରର ସାହାଯ୍ୟ ନିଆଯାଇଥିଲା। ଏନେଇ ମୋରଡ଼ା ଥାନାରେ 239/25ରେ ଏକ ମାମଲା ରୁଜୁ ହୋଇଛି ଏବଂ ମୋରଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ସୁମିତ ସରେନ। ତେବେ ଉକ୍ତ ଅଞ୍ଚଳର କିଛି ଦିନ ପୂର୍ବରୁ ଜଣକ ଘରୁ 10ଟି ଛେଳି ଚୋରି ହୋଇଥିଲା। ବାରମ୍ବାର ଚୋରି ଡକାୟତି ବଢ଼ିବାରେ ଲାଗିଛି। ତେଣୁ ବିଳମ୍ବିତ ରାତିରେ ପେଟ୍ରୋଲିଂକୁ ଜୋରଦାର କରିବାର ଆବଶ୍ୟକତା ଅଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।